ମୁଁ ତ ସୁନ୍ଦର ହୋଇଗଲି ରେ। ଆରେ ମୁଁ ତ ସୁନ୍ଦର ହୋଇ, ମୁଁ ଯେମିତି ତମକୁ ସୁନ୍ଦର ରୂପ ବନାଇଛି, ମୁଁ ସେମିତି। ଶୀତ ଦିନ ଚାଲିଥାଏ। ସବୁ ପକ୍ଷୀ ଏକାଠି ହୋଇ ନିଆଁ ଜାଳି ନିଜ ଶରୀରକୁ ଗରମ କରୁଥିଲେ। ସେତିକି ବେଳେ ସେଠାକୁ କାଳୁକୁଆ ଆସେ। ଚୁନି ମାଉସୀ କହେ, ଆରେ କାଳୁ, ଆସିଗଲୁ? ତୁ ଏତେ କଳା କି ରାତିରେ ଠିକରେ ଦେଖାଯାଉ ନାହିଁ। ସବୁ ପକ୍ଷୀ ହସି ଦିଅନ୍ତି। କୁଆ ଏହା ଶୁଣି ସେଠାରୁ ଚାଲିଯାଏ ଆଉ ମନେ ମନେ କହେ, ମୁଁ ଏହାର ପ୍ରତିଶୋଧ ନେବି। ସେ ଯାଉ ଯାଉ ରାସ୍ତାରେ ଯାଦୁଗର ଚିଲର ଏକ ଚିଠି ପଡ଼ିଥିବାର ଦେଖେ। ସେ ଚିଠି କାଳୁକୁଆ ପଢ଼େ। ଜୀବନରେ କିଛି ସମସ୍ୟା ପାଇଁ ବ୍ୟସ୍ତ ଆଉ ଚିନ୍ତିତ ଥିଲେ ଯାଦୁଗର ଚିଲ ସହ ସମ୍ପର୍କ କର। କାଳୁକୁଆ ସେ ଚିଠି ପଢ଼ି ସେ ଜାଗାକୁ ଯାଏ। କାଳୁ, ଆସିଗଲ ତମେ? ଆରେ କିନ୍ତୁ ତମେ ମୋ ନାଁ କେମିତି ଜାଣିଲ? ଏ ମୋର ବର୍ଷ ବର୍ଷ ତପସ୍ୟାର ଫଳ। ତୁମକୁ ଯାହା ଦରକାର ତାହା ମୁଁ ହିଁ ଦେଇପାରିବି। କଣ ସତରେ ତୁମେ ମତେ ସବୁଠାରୁ ସୁନ୍ଦର ବନାଇ ପାରିବ? ହଁ ହଁ, ମୁଁ କିଛି ବି କରିପାରିବି, କିନ୍ତୁ ତା ବଦଳରେ ମତେ କିଛି ଦେବାକୁ ପଡ଼ିବ। କାଳୁ ଯାଦୁଗର ଚିଲର ସବୁ କଥା ମାନିନିଏ। ହଁ ଯାଦୁଗର ମହାରାଜ, ଆପଣ ଯାହା ଚାହିଁବେ ତାହା ମୁଁ ଆଣିଦେବି। ଖାଲି ମତେ ସୁନ୍ଦର ବନାଇ ଦିଅନ୍ତୁ। ହଁ, ତ ଧ୍ୟାନ ଦେଇ ଶୁଣ ମୋ କଥା। ଆସନ୍ତା ଅମାବାସ୍ୟା ରାତି ପର୍ଯ୍ୟନ୍ତ ଯେତେ ପକ୍ଷୀଙ୍କ ପର ଏକାଠି ହୋଇପାରିବ ତାହା ଏକାଠି କରି ମୋ ପାଖକୁ ଆଣ। ତୁମେ ଯେତେ ଅଧିକ ପର ଆଣିବ ତୁମେ ସେତେ ଅଧିକ ସୁନ୍ଦର ଦେଖାଯିବ। କାଳୁ ସୁନ୍ଦର ଦେଖାଯିବା ପାଇଁ କିଛି ବି କରିପାରିବ। ସେଥିପାଇଁ ସେ ସବୁ ରାତି ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ପକ୍ଷୀମାନଙ୍କ ପର ଚୋରି କରି ଜମା କରୁଥିଲା। ଟିକି ଚଢ଼େଇ କହେ, କଣ ହେଲା ଚିକୁ ଭାଇ, ତମେ ଏତେ ଚିନ୍ତିତ ଲାଗୁଛ? କଣ କହିବି ଟିକି ଚଢ଼େଇ, ଦିନକୁ ଦିନ ମୋର ପର ସଂଖ୍ୟା କମିବାକୁ ଲାଗିଛି। ମୋ ପଙ୍ଖ ସୁନ୍ଦର ଦେଖାଯିବା ପାଇଁ ମୁଁ ପ୍ରତିଦିନ ସଫା କରେ। ହଁ ହଁ ଚିକୁ ଭାଇ, ମୋ ବି ପର ଧୀରେ ଧୀରେ କମିବାକୁ ଲାଗିଛି। ବଣି କହେ, କେଜାଣି କଣ ହଉଛି, ସମସ୍ତ ପକ୍ଷୀଙ୍କ ପଙ୍ଖ ଏକ ସଙ୍ଗରେ ଗାୟବ ହୋଇଯାଉଛି କାହିଁକି? ସମସ୍ତ ପକ୍ଷୀ ଏକାଠି ହୋଇ ଏହି କଥା ବିଚାର କରୁଥାନ୍ତି। ଚେମୁକୁଆ ଘରକୁ ଆସି ଚିନ୍ତା କରେ, ମୋର ତ ଗୋଟିଏ ବି ପଙ୍ଖ କମୁନାହିଁ। ନିଶ୍ଚୟ ଏହା କାହାର ସୁଚିନ୍ତିତ ଯୋଜନା। ସେପଟେ ସମସ୍ତ ପକ୍ଷୀ ରାଜା ଚିଲ ପାଖକୁ ଯାଇ ଏହି କଥା କହିବାକୁ ଚିନ୍ତା କରୁଥାନ୍ତି। ଏପଟେ କାଳୁକୁଆ ଅମାବାସ୍ୟା ରାତିର ଫାଇଦା ଉଠାଇ ସବୁ ପରକୁ ଏକାଠି କରି ଯାଦୁଗର ଚିଲ ପାଖକୁ ଯାଏ। ଯାଦୁଗର ଚିଲ କହେ, ଆସିଗଲ ତମେ? ସେଠାରେ ସମସ୍ତ ପରକୁ ରଖିଦିଅ। ତମେ ମୋ ପାଖକୁ ଆସ। ତମ ଆଖି ବନ୍ଦ କର। ମୁଁ ନ କହିବା ପର୍ଯ୍ୟନ୍ତ ତମେ ଆଖି ଖୋଲିବ ନାହିଁ। ମୁଁ ତୁମ ଉପରେ କିଛି ଯାଦୁ କରିବି। ତମେ ଯଦି ସେ ଭିତରେ ଆଖି ଖୋଲିଦିଅ ସେ ଯାଦୁ କାମ କରିବ ନାହିଁ। ଯାଦୁଗର ଚିଲ ଯାଦୁଇ ମନ୍ତ୍ର ପଢ଼ିବାକୁ ଲାଗେ। ଓಂ ହ୍ରିଂ ଶ୍ରୀଂ ଚମତ୍କାର କୁରୁମ୍ ଇଏ ଅବୋଧ କାକ ରୂପମ୍ ସୁନ୍ଦରମ୍ କୁରୁମ୍ ସ୍ୱାହା ଓଂ ସ୍ୱାହା। ଏହାପରେ ଯାଦୁଗର ଚିଲ ସବୁ ପରକୁ ଏକାଠି କରି କୁଆ ଆଡ଼କୁ ଫିଙ୍ଗିଦିଏ। ଏପଟେ ସମସ୍ତ ପକ୍ଷୀ ଚିଲ ରାଜା ପାଖକୁ ଆସନ୍ତି, କିନ୍ତୁ କେଜାଣି କାହିଁକି ଚିଲ ରାଜା ଦୁଃଖିତ ଥାଆନ୍ତି। ଚୁନି କହେ, ମହାରାଜ, ଆପଣ ଏତେ ଦୁଃଖିତ କାହିଁକି ଦେଖାଯାଉଛନ୍ତି? ଆମେ ଆମର ସମସ୍ୟାକୁ ନେଇ ଆପଣଙ୍କ ପାଖକୁ ଆସିଥିଲୁ, କିନ୍ତୁ ଆପଣ କୌଣସି ଅନ୍ୟ ଏକ ସମସ୍ୟାରେ ଥିଲାଭଳି ଲାଗୁଛନ୍ତି। ଟିକି, ମତେ ପୂର୍ବଜଙ୍କ ଠାରୁ ମିଳିଥିବା ରାଜମୁକୁଟ ଚୋରି ହୋଇଯାଇଛି। ଏଥିପାଇଁ ମୁଁ ରାଜାର ଅଧିକାର ହରାଇ ସାରିଛି। ମୋ ମୁକୁଟ ବିନା ମତେ କିଏ ରାଜା ବୋଲି କହିବ? ଚେମୁକୁଆ କହେ, ଆପଣ ଚିନ୍ତା କରନ୍ତୁ ନାହିଁ ମହାରାଜ। ସବୁ ଜଣା ପଡ଼ିଗଲାଣି କିଏ ଚୋର। ନିଶ୍ଚୟ ଏ ଚୋର ମୋ ଭାଇ କାଳୁ ହୋଇଥିବ। ମତେ ପ୍ରଥମରୁ ତା ଉପରେ ସନ୍ଦେହ ହଉଥିଲା। ଯେତେବେଳେ ମୁଁ ବୁଝିଲି ମୋ ପର କାହିଁକି ଗାୟବ ହଉନାହିଁ, ରାଜା କହିଲେ, ଏମିତି କଥା ତ ମୋ ସୈନ୍ୟ ଏବେ ହିଁ ପଠାଉଛି। ରାଜାଙ୍କ ଆଦେଶରେ କିଛି ସୈନ୍ୟ କାଳୁକୁ ଖୋଜିବାକୁ ବାହାରି ଯାଆନ୍ତି। ଏପଟେ କାଳୁକୁଆ ନିଜର ନୂଆ ରଙ୍ଗୀନ ରୂପ ଦେଖି ନାଚିବାକୁ ଲାଗେ। ଯାଦୁଗର ଚିଲ କହେ, ମୁଁ ଯେମିତି ତମକୁ ସୁନ୍ଦର ରୂପ ବନାଇଛି ମୁଁ ସେମିତି ତମର ପୂର୍ବ ରୂପ ମଧ୍ୟ ଆଣିପାରିବି। ନା ନା ଯାଦୁଗର ମହାରାଜ, ଆପଣ ଯେମିତି କହିଲେ ମୁଁ ସେମିତି କଲି। ମୁଁ ଚୁପଚାପ ଯାଇ ରାଜାଙ୍କ ମୁକୁଟ
ଚୋରି କରି ଆଣିଛି। ଏ ନିଅନ୍ତୁ। ଏହା କହି କାଳୁକୁଆ ଯାଦୁଗର ଚିଲକୁ ରାଜାଙ୍କ ମୁକୁଟ ଦେଇଦିଏ। ଯେମିତି ଯାଦୁଗର ଚିଲ ସେ ମୁକୁଟ ପିନ୍ଧେ, ରାଜାଙ୍କ ସବୁ ଶକ୍ତି ତା ପାଖକୁ ଚାଲି ଆସେ। ଉପରେ ଉଡ଼ି ଉଡ଼ି ରାଜାଙ୍କ ସୈନିକ ଆସୁଥାନ୍ତି। ସେମାନେ ଯାଦୁଗର ଚିଲକୁ ଦେଖି ନିଅନ୍ତି। ଆରେ ମହାରାଜ, ଆପଣ ଏଠି ଏତେ ଶୀଘ୍ର ଏଠାକୁ କିପରି ଆସିଲେ? ଯାଦୁଗର ଚିଲ ରାଜାଙ୍କର ଜାଆଁଳା ଭାଇ ଥିଲା, ଯେ କି ରାଜାଙ୍କ ପରି ଦେଖାଯାଉଥିଲା। ଏବେ ମୋ ମୁକୁଟ ମିଳିଗଲା, ମତେ ରାଜମହଲକୁ ନେଇ ଚାଲ। କିଛି ସମୟ ପରେ ସେମାନେ ରାଜାଙ୍କ ମହଲକୁ ପହଞ୍ଚିଗଲେ। ଯାଦୁଗର ଚିଲ କହେ, ଏ କିଏ? ମୋ ସିଂହାସନରେ ବସିଛି। ସୈନିକ, ଏହାକୁ ବର୍ତ୍ତମାନ ଉଠାଇ ବାହାରକୁ ଫିଙ୍ଗି ଦିଅ। ଆରେ ଚିନୁ, ତୁ ମୋ ମୁକୁଟ ଫେରାଇ ଦେ। ତତେ ତ ଆମ ବାପା ଏ ଜଙ୍ଗଲରୁ ବାହାର କରିଦେଇଥିଲେ। ମୁଁ ତମର କୌଣସି ଭାଇ ଭାଇ ନୁହଁ। ହଟିଯାଉ ମୋ ରାସ୍ତାରୁ। କାଳୁକୁଆ କହେ, ରହିଯାଅ। ମତେ ଜଣାଅଛି କିଏ ଅସଲରେ ରାଜା। ଏ ତ ନକଲି ମୁକୁଟ ତମେ ପିନ୍ଧିଛ। ଅସଲି ମୁକୁଟ ମୋ ପାଖରେ ଅଛି। ମୁଁ କାଳୁଘରୁ ଚୁପକି ଚୋରାଇ ନେଇଥିଲି, ଆଉ ମୋ ପାଖରେ ରଖିଥିଲି। ଏହା ଶୁଣି ସମସ୍ତେ ଚକିତ ହୁଅନ୍ତି। କଣ? ଏହା କହି ଯାଦୁଗର ଚିଲ ମୁକୁଟକୁ ଫିଙ୍ଗିଦିଏ, ଆଉ ସେ ମୁକୁଟକୁ ଟିକି ଚଢ଼େଇ ଧରି ପକାଏ। ଟିକି ଚଢ଼େଇ କହେ, ଏ ନିଅନ୍ତୁ ମହାରାଜ, ଆପଣଙ୍କର ମୁକୁଟ। ଯାଦୁଗର ଚିଲ କହେ, ତୁ ମୋର ରାଜ ଖୋଲି କିଛି ଭଲ କଲୁ ନାହିଁ। ମୁଁ ଏହାର ପ୍ରତିଶୋଧ ନିଶ୍ଚୟ ନେବି। ସୈନିକ, ଏ ବହୁରୂପୀ ଚିଲକୁ ଜେଲରେ ଭର୍ତ୍ତି କରିଦିଅ। ରାଜାଙ୍କୁ ତାଙ୍କର ମୁକୁଟ ମିଳିଯାଏ। ସମସ୍ତ ପକ୍ଷୀ ଖୁସିରେ ନିଜ ବସାକୁ ଫେରନ୍ତି। ଟିକିଏ ପରେ ବର୍ଷା ଜୋର ହୁଏ। ଏପଟେ କାଳୁକୁଆ ନିଜ ରୂପରେ ମଜି ବର୍ଷାରେ ନାଚୁଥାଏ। ଆରେ ମୁଁ ତ ସୁନ୍ଦର ହୋଇଗଲି ରେ। ଆରେ ମୁଁ ତ ସୁନ୍ଦର ହୋଇଗଲି ରେ। ତା ପଙ୍ଖ ବର୍ଷାରେ ଭିଜି ତଳେ ଖସି ପଡ଼େ। ମୋ ସବୁ ପଙ୍ଖ କାହିଁକି ତଳେ ଖସି ପଡ଼ିଲା? କାହିଁକି? ଆରେ ସେ ଯାଦୁଗର ତ ମତେ ଫସାଇ ଦେଲା। ଏ ତ ଅଠା ଥିଲା। ମୋ ଠାରୁ ପର ନେଇ ମତେ ହିଁ ଅଠା ଦେଇ ଚୁପକେଇ ଦେଲା। ଆ ହା ହା। ଏହା କହି କାଳୁକୁଆ କାନ୍ଦିବାକୁ ଲାଗେ।